ବସନ୍ତୁ ଏଇଟାରେ ବସନ୍ତୁ। ମାଉସୀ ନାଁ କ'ଣ ଆପଣଙ୍କର? ହେମଲତା ଦେଇ। ହେମଲତା ଦେଇ। ବୟସ କେତେ ହେଲାଣି? ମୁଁ ସେମିତି କହିପାରିବିନି। ଆଚ୍ଛା। ବୋହୂ ହେଇକି ଯେତେବେଳେ ଗାଁକୁ ଆସିଥିଲେ ମାଉସୀ, ସେତେବେଳର ଅବସ୍ଥା ଆଉ ବର୍ତ୍ତମାନ ଅବସ୍ଥା ଭିତରେ କ'ଣ ଫରକ ଦେଖୁଛନ୍ତି? ଏଇନା ତ ଭାରି ହଇରାଣ ଆଉ। ଘରେ ସବୁ କିଏ ଅଛନ୍ତି ଆଉ ଆପଣଙ୍କର? ଆଉ କିଏ ଅଛି ଯେ ଆମେ ତ ବୁଢ଼ାବୁଢ଼ୀ ଯୋଡ଼ିଏ ଝିଅ ବାହା କରିସାରିଲାଣି। ଘର ଭାରି ଖରଚ କରିଛି। ସବୁ ହେଉଛି। ଖାଇବାକୁ ଯୋଡ଼ା ପାଉନୁ ଆଉ କ'ଣ। କିଏ ରୋଷେଇ କିଏ ଦେବ ଯେ? ବୁଢ଼ା ତ ଏଇଠି ଦେଖୁଛ, ମୁଁ ତ ବୁଢ଼ୀ। ମାଉସୀ ଆଜି କ'ଣ ରୋଷେଇ କରିଛନ୍ତି? ଆଜି ଡାଲି ହେଇଛି ଆଉ ଭଜା ହେଇଛି। ଆଚ୍ଛା, ଭାତ ଡାଲି ଭଜା ନାଇଁ? ରାତି ପାଇଁ କ'ଣ ଭାବିଲେଣି ନା ନାଇଁ? ରୁଟି ହବ। ରାତିକି ରୁଟି କରିବ। ଆଚ୍ଛା ମାଉସୀ, ଏ ସମୟ ଯେମିତି ଚାଲିଛି, ଆପଣ ପୁରା ଦୁଃଖମୟ ଜୀବନଟା ଆପଣଙ୍କର ନାଇଁ କି? ବୋହୂ ହେଇକି ଆସିବା ଦିନଠୁ ଆଜି ଯାଏଁ ସୁଖ କ'ଣ ଜାଣିନଥିବେ। ଭଙ୍ଗା କୋଡ଼ିଆରେ ରହୁଛନ୍ତି, ଯେଉଁଠି ଚୁଲି ମୁଣ୍ଡେ ଶୋଇ ପଡ଼ୁଛନ୍ତି। ଆଉ ଏମିତି ତ ଶୋଉଛୁ ଆଉ କ'ଣ କରିବୁ। ମନ ଭିତରକୁ ମାଉସୀ ଆସେନି ପ୍ରଶ୍ନ ଯେ ଏ ସରକାର କାହା ପାଇଁ? ଆମେ ଭୋଟ କାହାକୁ ଦେଉଛୁ? ମନକୁ ଆସେ କି ନାହିଁ ଏ ସରକାର କାହା ପାଇଁ? ତାହେଲେ ଯଦି ଆମ ଦୁଃଖ ବୁଝୁନାହାନ୍ତି ଆଉ କାହା ଦୁଃଖ ବୁଝିବେ? ବକି ଦେଉଛି ହଁ। ଆଉ ମନ ବିସ୍ମିତ ହେଲେ ବକୁଛି। ହଁ। ଆଉ କ'ଣ କହିବି? କାହାକୁ ବକନ୍ତି? ଯାହାକୁ ପାଇଲି ତାକୁ ବକିଲି। ଆଚ୍ଛା। ସଦାବେଳେ ଭୋଟ ନେଉଛ, ଆମକୁ ଖଣ୍ଡେ ଘର ଦେଉନା ଟିକେ ରହିବା ପାଇଁକା। ଘର ପାଇଁ ସମସ୍ତଙ୍କୁ କହିଥିବେ ନାଇଁ? ସମସ୍ତଙ୍କୁ କୁହାହେଇଛି, ଫର୍ମ ସବୁଠି ପଡ଼ିଛି, ଦେଉନାହାନ୍ତି। କାହିଁ ଦେଉନାହାନ୍ତି ବୋଲି ମାଉସୀ ଭାବି ନାହାନ୍ତି କେବେ ଯେ କାହିଁ ଦେଉନାହାନ୍ତି? ଆପଣ ଯେଉଁ ସରକାର ଅଛି ସେ ଲୋକକୁ ଭୋଟ ଦେଇନାହାନ୍ତି ବୋଲି କ'ଣ କିଏ ଭାବିଦେଲା? ନା ଆପଣ ଗରିବ ବୋଲି ଆପଣଙ୍କୁ ସମସ୍ତେ ଚାହାନ୍ତି ଯେ ଗରିବ ଏମିତି ଗରିବ ରହିକି ମରୁ? ସେମିତି ତ କହୁଛନ୍ତି ଆଉ, ସେମିତି କହୁଛନ୍ତି ରେ ବାବା। କହନ୍ତି ପଡ଼ି ପଡ଼ିକି ବୁଢ଼ା ବୁଢ଼ୀ ଯୋଡ଼ାକ ମରିଯାଆନ୍ତୁ ଆଉ। ଆଉ ସରକାର କ'ଣ ବୁଝିଲେ ଯେ? ଯୋଡ଼ା ତ ଖାଇବାକୁ ପାଉନୁ, ଆଉ ଘର ବଖରାଟା ନାହିଁ, ଏଇଆକୁ ସବୁ ଡୁଙ୍ଗିଛୁ। ଘର ତ ସବୁ ସେ ରୋଡ଼ ଉପରେ ପଡ଼ିଥିଲା, 2 ବଖରା ଯାକ। ଦେଖୁଥିବ ତ କୋଠା ବାଡ଼ି କାହିଁରେ କ'ଣ, ଆମ ଘର ଦେଖୁଛ ଆଉ। ପେଟ ପୋଷିବା ପାଇଁ କ'ଣ ବାଟ ବର୍ତ୍ତମାନ ଆପଣଙ୍କର? ମଉସା ତ ବୁଢ଼ା ହେଲେଣି, ଆପଣଙ୍କ ଦେହରେ ବି ବଳ ନାହିଁ। ଆଉ କ'ଣ କରିବୁ? କ'ଣ କରିକି ପେଟ ପୋଷିବେ କେମିତି? ପଡ଼ି ପଡ଼ିକି ତ ମରିବୁ ରେ ପୁଅ, ଆଉ କ'ଣ ଯେ? ମାଉସୀ, ଯାହାକୁ ଆପଣ ଭୋଟ ଦେଇଛନ୍ତି ଇଲେକ୍ସନରେ, ମୋ ନାଁ ନେବିନି, ଯଦି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଆପଣଙ୍କୁ ଏବେ ଦେଖୁଥିବେ ଟିଭିରେ, ତାଙ୍କୁ କ'ଣ କହିବେ? ଆମର ପୁଅ ଟିଭି ତ ନାହିଁ, ଦେଖିବୁ କ'ଣ? ନାଇଁ, ମୁଖ୍ୟମନ୍ତ୍ରୀ ଯିଏ ଆମ ରାଜ୍ୟର ଯିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ବାବୁ, ସିଏ ଯଦି ଆପଣଙ୍କ ସହିତ ମୋ କଥାବାର୍ତ୍ତା ଏବେ ଦେଖୁଥିବେ ଟିଭିରେ, ତାହେଲେ ତାଙ୍କ ପାଇଁ ଆପଣ କ'ଣ କହିବେ? ଆପଣଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହାକୁ ଆପଣ ଭୋଟ ଦେଇ ସରକାର ତିଆରି କରିଛନ୍ତି, ସେ ସରକାର ଏବେ ଆପଣଙ୍କୁ ଟିଭିରେ ଦେଖୁଥିବ, ତାଙ୍କ ପାଇଁ କ'ଣ ଦେଖିଲେ କ'ଣ କହିବେ? କରିବେ ଯେ? ଆମକୁ ତ କିଛି ଦେଉନାହାନ୍ତି। ଗାଳି କରିବେ? ଗାଳି କରିବେ ତାଙ୍କୁ? ବେଳେ ବେଳେ ଗାଳି କରିଦିଅନ୍ତି। ହଁ, ଏବେ କରି କହୁନାହାନ୍ତି ତାଙ୍କୁ, ଗାଳି କଲେ ସେ ଶୁଣିପାରନ୍ତି। ଶୁଣିପାରିବେ? କାହିଁ ଯେ ଆମ ଘର ତ ନାହିଁ, ଆଉ ଗାଳି କଲେ କ'ଣ ହେବ? ଘର ଖଣ୍ଡେ ଦେଲେ ଆମେ କିଛି ଦିନ ପଡ଼ିକି ରହିବୁ ନା ନାହିଁ? ଢୋକେ ମନ୍ଦ ଯେଉଁଠୁ ଆଣିବୁ। ଏଇ ଯେଉଁ ଝଡ଼ି ବାତ୍ୟା ହେଉଛି, ୟା ତା ଘରକୁ ଯାଉଛୁ ନା ଆଉ। ମାଉସୀ, ଆଜି ପର୍ଯ୍ୟନ୍ତ ଆପଣଙ୍କ ବୟସର ଆପଣ ବାପ ଘରେ ଦୁଃଖ ଦେଖିଥିବେ, ଶାଶୁ ଘରେ ଦୁଃଖ ବାତ୍ୟା ସହିତ ନାହିଁ। କିଛି ନାହିଁ।
ଆଉ ଭାତିଆ ନେଖୁନାହାନ୍ତି ଆଉ କ'ଣ କଥା ଘର କ'ଣ ଦେବେ ଆଜି ଯାଏଁକେ ଦୁଃଖରେ ଚାଲୁଛି। ସରକାରୀ ବାବୁମାନେ ଆସନ୍ତିନି ଫନି ବେଳେ ତ ଆସିଥିବେ ରାସ୍ତାରେ ଫଟୋ ଉଠେଇଥିବେ ଆପଣଙ୍କ ଘର ଯେତେବେଳେ ରାସ୍ତା ଉପରେ ହଁ କେତେ ଥର ଉଠେଇକି ନେଇଛନ୍ତି। କ'ଣ କହିକି ଯାଆନ୍ତି ସବୁ ହଁ ଦବା ଗଲା ପରେ ଆଉ କାହାର ଦେଖା ମିଳେ ନା ସେମିତି ଭୋଟ ନେଲା ଆରେ ସବୁ ଗୋଡ଼ ତଳେ ପଡ଼ିଯିବେ କିଛି ନାହିଁ। ବାପ ଘରେ ଆପଣ ଦୁଃଖ ଦେଖିଥିବେ ଶାଶୁ ଘରେ ବି ଦୁଃଖ ଦେଖିଲେ ମଲା ପର୍ଯ୍ୟନ୍ତ ଦୁଃଖ ଦେଖିଲେ ମଣିଷ ଜୀବନ କେତେ ଦିନ କେହି ଜାଣିନାହାନ୍ତି ସେ ଦୁଃଖ ଭିତରେ ଆପଣ ସୁଖ ବି ଖୋଜିଥିବେ ନାଇଁ ସୁଖ ମିଳିଲା ନା ସୁଖ ଆଉ କାହିଁକି ଏବେ ବେଶୀ ଦୁଃଖ କ'ଣ ଲାଗୁଛି ମାଉସୀ ମନ ଭିତରେ ଆପଣ ଯେତେବେଳେ ରାତିରେ ଶୋଇପାରୁନଥିବେ ଭଙ୍ଗା ଚାଳିଆକୁ ଦେଖୁଥିବେ ବିଛଣାରେ ଶୋଇ କ'ଣ ମନେ ପଡ଼େ ବେଶୀ ମନେ ପଡ଼ିବନି କେମିତିକିରି ପୁଅ ସବୁ କଥା ମନେ ପଡ଼ିବ ସେମାନେ ତ ଘର ବଖରାଟା ନାହିଁ ଆଉ ଶାନ୍ତିରେ କେଉଁଠି ଶୋଇବ କି ଶାନ୍ତିରେ ଯୋଉଟା କେଉଁଠି ଖାଇପାରିବ ଏଠି ଶୋଇଲା ବେଳେ ଭୟ ଲାଗେନି ମାଉସୀ ଚାରିଆଡ଼ ମେଲା ସାପ ବେଙ୍ଗ କିଏ କୁଆଡ଼ୁ ପଶିଯିବ ଭୟ ଲାଗେନି ହେଇ ଜଗା କାଳିଆକୁ ଡାକିକି ଶୋଉ ଆମର ଆଉ କେହି ନାହିଁ ମାରିଲେ ମାରିବ ରଖିଲେ ରଖିବ ସେଇ ଠିକ ଅଛି ମାଉସୀ ମୋ ପାଖେ ବି ଶବ୍ଦ କମ୍ ଅଛି ଓଡ଼ିଆ ଅଭିଧାନରେ ଯଦି ଆଉ କିଛି ଶବ୍ଦ ଲେଖାଯାଇଥାନ୍ତା ହୁଏତ ମୁଁ କହିପାରିଥାନ୍ତି କାରଣ ମଣିଷର ଭାଷା ବା ମଣିଷର ଭାବନାକୁ ବର୍ଣ୍ଣନା କରିବା ପାଇଁ ଯେଉଁ ଭାଷା ଦରକାର ହୁଏ ସେ ଭାଷା ଆଜି କମ୍ ପଡ଼ିଛି ସରକାର ପରେ ସରକାର ବଦଳୁଛନ୍ତି ଅଫିସର ପରେ ଅଫିସର ଆସୁଛନ୍ତି ନେତାଙ୍କ ରାଜୁତି ଚାଲୁଛି ଅଫିସରଙ୍କ ରାଜୁତି ଚାଲୁଛି ଦେଖିବାକୁ ସିଏ କହୁଛି ଯାହାର କୋଠା ଘର ଅଛି ଆମେ ତାଙ୍କୁ ଦେବୁ ତମକୁ ଚାଳ ଘର ବାଲାଙ୍କୁ ଦେବୁନି ଆଉ ଆମେ କ'ଣ କହିବୁ କରିକି ଆଇଲେ ସେ କହିଲେ ଯାହାର ବଡ଼ ବଡ଼ ପକ୍କା ଘର ସେଇଆଙ୍କୁ ଦିଆହବ ତମକୁ ଚାଳ ଘରକୁ ଦିଆହେବନି ନା କହିଲେ ଆମେ ଭୋଟ ଦେଇଛୁ ନା ନାହିଁ ଛାତିକୁ ଆଘାତ ଲାଗେ କି ନାହିଁ ସେ କଥା ସବୁ ନାଗିବନି କେମିତିକିରି ପୁଅ ଘରକୁ ଘର ନାଗିଛି ଯେ ଚାଳ ଘରେ ରହିଲେ ତମକୁ ଟିକେ ଖରାପ ଲାଗିବନି ଠିକ ଅଛି ମାଉସୀ ଆପଣଙ୍କ କଥାକୁ ଆମେ ସରକାରଙ୍କ ପାଖରେ ପହଞ୍ଚେଇବୁ ମୋ ପାଖେ ବି ଭାଷା କମ୍ ଅଛି ପୂର୍ବରୁ ବି କହିଛି ଏବେ ବି କହୁଛି ଓଡ଼ିଆ ଅଭିଧାନରେ ଭାବନାକୁ ବର୍ଣ୍ଣନା କରୁଥିବା ଶବ୍ଦ ଯଦି ଆଉ କିଛି ଲେଖାଯାଇଥାନ୍ତା ହୁଏତ ମାଉସୀଙ୍କ କଥାକୁ ମୁଁ ବେଶୀ ଭଲରେ ବର୍ଣ୍ଣନା କରିଥାନ୍ତି ହୁଏତ ଆପଣ କହିପାରନ୍ତି ସାମ୍ବାଦିକତାର ଉତ୍ସ ବା ସାମ୍ବାଦିକତାର ମୂଳ ମଞ୍ଜି ଯାହା ଦୁର୍ବଳର ସ୍ୱର ହେବା ସେଇଆ ହେବାକୁ ଚେଷ୍ଟା କରିଛି ଚାଳ ଘରେ କୁଡ଼ିଆରେ ରହୁଥିବା ଜୀବନକୁ ବିପନ୍ନ କରି ବଞ୍ଚୁଥିବା ଜଣେ ବୁଢ଼ୀ ମାଉସୀର କାହାଣୀ ଏ କାହାଣୀ ଜଣେ ଲୋକର ନୁହଁ ଏ କାହାଣୀ ହଜାର ହଜାର ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କର ମୋ ପାଖେ ଭାଷାର ଏତେ କମ୍ ପଡ଼ିଯାଇଛି ଶବ୍ଦର ସଂଯୋଜନା କରିବା ବି ମୋ ପାଖେ କଷ୍ଟକର ଅଧିକା କିଛି କହିବା ପାଇଁ ମୁଁ କିଛି ବି ପାଉନି କାରଣ ଦୁଃଖକୁ ପାଖରୁ ଦେଖିଥିବା ଲୁହକୁ ଅତି ପାଖରୁ ଚିହ୍ନିଥିବା ମଣିଷ ଗୁଡ଼ାଙ୍କୁ ଯେତେବେଳେ ଆପଣ ପାଖରେ ପାଆନ୍ତି ସେତେବେଳେ ଆଖିରୁ ଲୁହ ଆସିଯିବ କହିବା ପାଇଁ ମୁଁ ତ ଭାଷା ପାଉନି କାହିଁକି ଦୀର୍ଘ ବର୍ଷର ସାମ୍ବାଦିକତା କ୍ୟାରିୟର ଭିତରେ ଏମିତି କିଛି ଜଣକୁ ମୁଁ ଦେଖିଛି ଯେଉଁମାନଙ୍କ ଦୁଃଖକୁ ଅତି ପାଖରୁ ଦେଖିଲେ ଆଖିକୁ ଲୁହ ଆସିବା ସ୍ୱାଭାବିକ ଆପଣ ହୁଏତ କହିପାରନ୍ତି ରାଜ୍ୟ ବିକାଶ କରୁଛି ହଁ ବିକାଶ ହେଇଛି ଓଡ଼ିଶା ବିକଶିତ ହେଉଛି ଭାରତ ବି ବିକାଶଶୀଳ ହେଇଛି କିନ୍ତୁ ଏ ବିକାଶର ସ୍ୱର ବିକାଶର ଚିହ୍ନ ଯାହାମାନଙ୍କ ପାଇଁ ବିକାଶର ପାଦ ଚିହ୍ନ ଯେଉଁଠି ପଡ଼ିବା କଥା ସତରେ କ'ଣ ସେଇଠି ପଡ଼ିଛି ମାଉସୀଙ୍କ କାହାଣୀ ଶିଖିଲେ
भाई माउसी कहानी आप देखा पर आपण मन को भी प्रश्न आसब स्वाभिमानी ओडियार छाती को भी दुख लगे आउ मनीषटी बारंबार पचार दुख क्या कह जाए सरकार कहाँ गढ़ा जाए अधिका किसी कहवाई भावना को वर्णना करने ये दृश्य आपण यथेष्ट हो बिना कौन स्क्रिप्ट रे बिना टेलीप्रम्प्टर रे सांबादिकटे डह डह खरारे जड़े दुखी लोकर पाखरे पहुँची ता दुख को साउंटिबा केते कष्टकर ए चित्र आपण देखिकी बयान कर पारुथिबे भाई चित्र आपण को वर्णना कर सारथिबो विरोधी दल कोठी अछंती मो जाने ना विरोधी दल दुईटी दल कोठी अछंती जदि सरकारी दल सरकारी नेता पारु नाहांती विरोधी दल ये प्रसंग उठौनी कहीं विगत 20 वर्ष धरी राज्यर मुख्यमंत्री जी ओडिशार शासन करुछंती जदि विगत अन्य वर्ष मानकरे किछि हेइनी अंततः 20 वर्ष तो किछि हवा कथा जदि 20 वर्ष किछि हेइ नै ताले आमे कहिबा माउसीर चाल नाही माने ए सरकार भी रहिबा अधिकार नाही हुए तो आपण कहि पारंती सांबादिक अधिक कहूची किंतु कहिबा को बाध्य होची ट्राई टू टेल मिस्टर नवीन पटनायक टू वॉच आफ्ताब न्यूज एमिति इंग्लिश रे कहिले आम नवीन बाबू बेसी भल बुझी पारंती दोष केवल मुख्यमंत्री नुहे वार्ड मेंबर ठारू नहीं सरपंच पर्यंत पंचायत निर्वाही अधिकारी नहीं जिलापाल पर्यंत समस्त पाखरे कोठि ना कोठि दोष दुर्बलता रही कोठि ना कोठि त्रुटि रही आशा करूँ राज्यर मुख्यमंत्री नवीन बाबू ये वीडियो को देखंतु ये रिपोर्ट को देखंतु अंत थरे मानविकतार उदाहरण दिंतु मनीष पणियार द्वाही दे माउसी कुड़िया गोटे करंतु डेलांग घरड़ियारू राकेश रोशन महांती आफ्ताब न्यूज।